ମୁଁ ଗୋଟେ ଜିନିଷ କହିବି, ଅଭିଜିତ ମଜୁମଦାର ହଉଛନ୍ତି ଜଣେ ଅଦ୍ୱିତୀୟ ସଙ୍ଗୀତ ନିର୍ଦ୍ଦେଶକ। ତାଙ୍କର ଶୈଳୀ ଯୋଉ ଆପଣ କହିଲେ ୱେଷ୍ଟର୍ଣ୍ଣ ହଉ ଇଷ୍ଟର୍ଣ୍ଣ ହଉ ଯାହା ବି କୁହନ୍ତୁ, ଯୋଉ ଗିମିକ୍ ତାଙ୍କ ପାଖରେ ଥିଲା, ଯୋଉ ପ୍ରକାର ସେ ମ୍ୟାଶଅପ୍ କରଉଥିଲେ ସଙ୍ଗୀତକୁ ଏବଂ ଲୋକମାନଙ୍କୁ କେମିତି ସଙ୍ଗୀତ ଦରକାର, ତାଙ୍କ ମନକୁ କେମିତି ଛୁଇଁବ, ଯୁବପିଢି ମାନଙ୍କୁ ଏବଂ ପ୍ରୌଢ ମାନଙ୍କୁ ସବୁ ବର୍ଗର ଗୀତ ସେ ତିଆରି କରିଛନ୍ତି। ଆଉ ସବୁ ସିନେମା ଖାଲି ଓଡିଶାରେ ନୁହଁ, ଓଡିଶା ବାହାରେ ମଧ୍ୟ ସେ ବହୁତ ପରିଚିତ ଥିଲେ ଏବଂ ତାଙ୍କ ସଙ୍ଗୀତକୁ ଲୋକମାନେ ଭଲ ପାଇବା ଦେଇଛନ୍ତି। ଏବଂ ଆଜି ଗୋଟେ ଏତେ ବଡ ପବିତ୍ର ଦିନରେ, ଆଜି ମାଘ ସପ୍ତମୀରେ ସେ ଆମ ଗହଣରେ ଆମଠୁ ବିଦାୟ ନେଇଛନ୍ତି। ମୁଁ ସବୁବେଳେ ଚାହିଁବି, ଜଣେ ଭଲ ଲୋକ ଥିଲେ, ଭଲ ହୃଦୟର ଲୋକ ଥିଲେ, ଭଲ ମଣିଷ ଥିଲେ, ଖାଲି ଗୋଟେ ଭଲ ସଙ୍ଗୀତ ନିର୍ଦ୍ଦେଶକ ନୁହଁ। ଏତେ ମେଳାପି ଥିଲେ ଯେ ତାଙ୍କ ପାଖରେ ବସିଲେ ସମୟ ଜଣା ପଡେନି। ତାଙ୍କ କ୍ୟାରିୟର ଷ୍ଟାର୍ଟିଂରୁ ମୁଁ ଆଜି ପର୍ଯ୍ୟନ୍ତ ମୁଁ ଯେତିକି ଜିନିଷ ଦେଖିଛି, କିଏ ଏବେ ଦେଖୁଛନ୍ତି, କିନ୍ତୁ ତାଙ୍କ କ୍ୟାରିୟର ଷ୍ଟାର୍ଟିଂରୁ ମୁଁ ଦେଖିଛି। ଯେତେବେଳେ ମୁଁ ଆଲବମ ଆରମ୍ଭ କରିଥିଲି ସେତେବେଳଠୁ ଆଜି ପର୍ଯ୍ୟନ୍ତ ତାଙ୍କର ସ୍ୱଭାବରେ କେବେ ପରିବର୍ତ୍ତନ ଆସିନଥିଲା। ସେ ଯାହା ଥିଲେ ଆଗରୁ ଏବେ ବି ସେ ପୁଳାଏ ବହୁତ ମାନେ ପପୁଲାର ହେଲା ପରେ ବି ସେ ତାଙ୍କର ସ୍ୱଭାବକୁ ସେଇଭଳି ମାର୍ଜିତ ରଖିଥିଲେ। ଏବଂ ମୁଁ ଚାହୁଁଛି ଯେ ଇଏ ଯୋଉ ଅପୂରଣୀୟ କ୍ଷତି, ଇଏ ଯୋଉ ସଙ୍ଗୀତ ଜଗତର ଯୋଉ କ୍ଷତି, ଇଏ ସବୁବେଳେ ଅଳ୍ପ ଦିନ ତଳେ ବି ହ୍ୟୁମାନ ଛାଡିକି ଯାଇଥିଲେ, ପୁଣି ଦାଦା ଚାଲିଗଲେ। ତେଣୁ ଇଣ୍ଡଷ୍ଟ୍ରି ପାଇଁ କଣ ହଉଛି, ସିନେମା ଇଣ୍ଡଷ୍ଟ୍ରି ହଉ, ସଙ୍ଗୀତ ଇଣ୍ଡଷ୍ଟ୍ରି ହଉ, ଓଡିଶା ପାଇଁ ଇଏ ଏକ ବହୁତ ଦୁଃଖଦ ଘଟଣା। ଆଉ ଆକୁ ମୁଁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଆଉ ଶବ୍ଦ। ତେଣୁ